ପିଲାମାନେ ଏହା ହେଉଛି ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2024। ଶ୍ରେଣୀ ହେଉଛି ଚତୁର୍ଥ, ବିଷୟ ହେଉଛି ଭାଷା ଓଡ଼ିଆ, ପୂର୍ଣ୍ଣ ସଂଖ୍ୟା ହେଉଛି 10, ପ୍ରଶ୍ନ ସଂଖ୍ୟା ହେଉଛି 8। ଠିକ୍ ଅଛି। ମୌଖିକ ପ୍ରଶ୍ନ ଦେଖିବା। ପ୍ରଶ୍ନ କ'ଣ ଅଛି? ଶିକ୍ଷକ ଶିକ୍ଷୟିତ୍ରୀ ଅନୁଚ୍ଛେଦଟିକୁ ପିଲାମାନଙ୍କୁ ପଢ଼ି ଶୁଣାଇବେ ଏବଂ ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ପଚାରିବେ। ଠିକ୍ ଅଛି। ପିଲାମାନେ ଏଇଠି ଗୋଟିଏ ଅନୁଚ୍ଛେଦ ଅଛି, ଏହାକୁ ତୁମର ସାର୍ ଅଥବା ମ୍ୟାଡ଼ମ୍ ପଢ଼ି ତୁମକୁ ଶୁଣାଇବେ। ତାପରେ ତଳଲିଖିତ ପ୍ରଶ୍ନ ଗୁଡ଼ିକ ପଚାରିବେ, ତୁମେ ତାହାର ଉତ୍ତର ଦେବ। ଠିକ୍ ଅଛି। ଆମେ ସିଧାସଳଖ ପ୍ରଶ୍ନ ଉତ୍ତର ପାଖକୁ ଯିବା। କ'ଣ ଅଛି ଦେଖିବା। ପ୍ରଥମ ପ୍ରଶ୍ନ, ଆମ ରାଜ୍ୟରେ ପାଳନ କରାଯାଉଥିବା 2ଟି ପର୍ବର ନାମ କୁହ। ପିଲାମାନେ ଆମ ରାଜ୍ୟରେ ବିଭିନ୍ନ ପ୍ରକାର ପର୍ବ ସବୁ ପାଳନ କରାଯାଏ। 2ଟି କହିବାକୁ କହିବେ। ତୁମେ କହିବ ଦୁର୍ଗା ପୂଜା, ଦୀପାବଳି, କିମ୍ବା କହିପାର ରଜ ପର୍ବ, ନୂଆଖାଇ, କିମ୍ବା ଜନ୍ମାଷ୍ଟମୀ, ମହାଶିବରାତ୍ରି ଇତ୍ୟାଦି। ଠିକ୍ ଅଛି। ସେଥିମଧ୍ୟରୁ 2ଟିର ନାମ ତୁମେ କହିଲେ ମାର୍କ ମିଳିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ପର୍ବପର୍ବାଣି ଦିନ ତୁମ ଘରେ ତିଆରି କରୁଥିବା କୌଣସି 2ଟି ପିଠାର ନାମ କହିବ। 2ଟି ପିଠା। ପିଲାମାନେ ପିଠା ଅନେକ ପ୍ରକାରର ଅଛି। ଠିକ୍ ଅଛି। ତୁମେ 2ଟି ପିଠାର ନାମ କହିବ। ତୁମେ କହିବ ଏଇଠି ଆରିସା ପିଠା, ଆଉ ଗୋଟେ କହିବ ସୁଆଁଲି। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ପୌଷ ପୂର୍ଣ୍ଣିମା ଦିନ ତୁମେ କେଉଁ କେଉଁ ପିଠା ଖାଅ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏଠାରେ ଉତ୍ତରରେ ତୁମେ ଲେଖିବ ଆରିସା ପିଠା ଏବଂ ପୋଡ଼ ପିଠା। ଠିକ୍ ଅଛି। 2ଟି ପିଠା ତୁମେ ଖାଅ। ପରବର୍ତ୍ତୀ ପ୍ରଶ୍ନ ଅଛି, ହୋଲି ପର୍ବକୁ ତୁମେ କିପରି ପାଳନ କର? ବାକ୍ୟଟିଏ କହ। ତୁମେ ଗୋଟିଏ ବାକ୍ୟ କହିବ ପିଲାମାନେ। କେମିତି ପାଳନ କର? ସାଙ୍ଗସାଥୀଙ୍କ ସହ ବିଭିନ୍ନ ପ୍ରକାର ରଙ୍ଗ ବୋଲି ହୋଇ ଖେଳିଥାଉଁ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ପର୍ବପର୍ବାଣି ପାଳନ ଦ୍ୱାରା ଆମ ସମାଜର କି ଲାଭ ହୋଇଥାଏ? ପର୍ବପର୍ବାଣି ପାଳନ ଦ୍ୱାରା ଶାନ୍ତି, ମୈତ୍ରୀ, ଭ୍ରାତୃତ୍ୱ ଓ ପ୍ରଗତି ଧାରା ପ୍ରବାହିତ ହୋଇଥାଏ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଯେକୌଣସି ଗୋଟିଏ କବିତାର 2 ପଦ ଅଙ୍ଗଭଙ୍ଗୀ ସହିତ ଆବୃତ୍ତି କରିବାକୁ ସୂଚନା ଦେବେ। ପିଲାମାନେ ତୁମର ସାହିତ୍ୟ ବହିର ଯେକୌଣସି ଗୋଟେ କବିତା, ତାହାର 2 ପଦ ତୁମେ ଅଙ୍ଗଭଙ୍ଗୀ ସହିତ ଆବୃତ୍ତି କରିବ, ତେବେ ତୁମକୁ ମିଳିବ 2 ମାର୍କ। ଠିକ୍ ଅଛି। ତୁମେ ଅଭ୍ୟାସ କରିବ, ତେବେ ବିଦ୍ୟାଳୟରେ ଯାଇକରି କରିପାରିବ। ଠିକ୍ ଅଛି। ଧନ୍ୟବାଦ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ସমেটিভ ଆସେସମେଣ୍ଟ 2 କ୍ଲାସ୍ 4, ସବଜେକ୍ଟ ହେଉଛି ଇଂଲିଶ, ଫୁଲ୍ ମାର୍କ ହେଉଛି 10 ମାର୍କ। ଓରାଲ୍ କ୍ୱେଶ୍ଚନ୍। ଠିକ୍ ଅଛି। ପ୍ରଥମ କ୍ୱେଶ୍ଚନ୍ ଅଛି, ଆସ୍କ ଦ ଷ୍ଟୁଡେଣ୍ଟସ୍ ଟୁ ଆକ୍ଟ ଆଉଟ୍ ଏନି 3 ଅଫ୍ ଦି ଫଲୋଇଂ। ପିଲାମାନେ ତୁମର ସାର୍ ଅଥବା ମ୍ୟାଡ଼ମ୍ ଅନେକ ଗୁଡ଼ିଏ ବାକ୍ୟ କହିବେ। ଠିକ୍ ଅଛି। ସେଥିରୁ 2ଟି ୱାର୍ଡ଼କୁ, 2ଟି ବାକ୍ୟକୁ ତୁମେ ଆକ୍ସନ୍ କରି ଦେଖାଇବ। ଠିକ୍ ଅଛି। ସେ କହିବେ ଓପନ୍ ୟୁର ବୁକ୍, ଅର୍ଥାତ୍ ବହି ଗୋଟିଏ ଦେଇଥିବେ, ଓପନ୍ ୟୁର ବୁକ୍ ଅର୍ଥାତ୍ ତୁମେ ବହି ଖୋଲିବ। ଠିକ୍ ଅଛି। ବହିକୁ ଖୋଲିବ। ତାପରେ 2 ନମ୍ବର ଅଛି କମ୍ ହିଅର୍। କମ୍ ହିଅର୍ ଅର୍ଥାତ୍ ତୁମେ ସେଇ ସାର୍ ଅଥବା ସେ ମ୍ୟାଡ଼ମ୍ଙ୍କ ପାଖକୁ ଯିବ, ସେ ଡାକିବେ ଅର୍ଥାତ୍। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, କ୍ଲାପ୍ ୟୁର ହ୍ୟାଣ୍ଡସ୍। ତାପରେ ତୁମେ ତାଳି ମାରିବ। କ୍ଲାପ୍ ୟୁର ହ୍ୟାଣ୍ଡସ୍ କହିଲେ ତୁମେ ତାଳି ମାରିବ। ତାପରେ ଅଛି ଟଚ୍ ୟୁର ଫିଟ୍। ଟଚ୍ ୟୁର ଫିଟ୍ କହିଲେ ତୁମେ ଗୋଡ଼ ଆଙ୍ଗୁଠିକୁ ଛୁଇଁବ। ଠିକ୍ ଅଛି। ତାପରେ ୱାଶ୍ ୟୁର ଫେସ୍। ୱାଶ୍ ୟୁର ଫେସ୍ ତୁମ ମୁଖ ଧୋଇବ, ତୁମ ମୁହଁକୁ ତୁମେ ଧୋଇବ ପିଲାମାନେ, ମାନେ ଆକ୍ସନ୍ କରିବ। ଠିକ୍ ଅଛି। ତୁମ ମୁଖ ଧୋଇବ, ଯେମିତି ଧୋ ଠିକ୍ ସେହିପରି ଆକ୍ସନ୍ କରିବ। ତାପରେ ଅଛି ଟଚ୍ ୟୁର ହ୍ୟାଣ୍ଡ। ତାପରେ ତୁମ ମୁଣ୍ଡ ଛୁଇଁବ ପିଲାମାନେ। ଠିକ୍ ଅଛି। ଠିକ୍ ଅଛି। ଏଥିମଧ୍ୟରୁ ସେ କୌଣସି 3ଟିକୁ ପଚାରିବେ। ପ୍ରତ୍ୟେକ ପିଲାକୁ 3ଟି ଲେଖାଏଁ ପଚାରିବେ। ସେ ଆକ୍ସନ୍ କରି ଦେଖାଇଲେ ତୁମକୁ ମାର୍କ ମିଳିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, read the text. See my bonny rabbit. Go hop hop hop. His little tail is up. A white collie mop. Dear bonny rabbit,
Peep from your hutch ପିଲାମାନେ ଏହାକୁ ତୁମେ ପଢ଼ିବ। Do see this orange carrot I have specially for you पेज नंबर 53 रे अछि पिलाମାନେ तुमर इंग्रजी बहिर पेज नंबर 53 अछि एहाକୁ तुमे पढ़िबाकू कहबे तुमर सार अथवा मैडम तेबे ये तुमको मार्क मिलिबो ठीक अछि अभ्यास करिवो ठीक अछि घरे अभ्यास करिवो तापर विद्यालय रे एहाକୁ पढ़ी पारिबो ठीक अछि तापर परवर्ती प्रश्न कोन अछि देखिबा आंसर एनी 3 क्वेश्चंस तीनोटी प्रश्नर उत्तर देबो तुमको सार पचारिबे ठीक अछि क्यों प्रश्न सब अच्छी से तीनोटी प्रश्नर उत्तर देव देखा टेल द थिंग्स यू डू आफ्टर स्कूल टेल द थिंग्स यू डू आफ्टर स्कूल पे तुम विद्यालय आसिले क्यों सब काम कर ठीक अच्छे दुईट कम को तुम कह दुईट कम नाम तुम कह ठीक अच्छे कौन कर तुम कह प्ले प्ले कह आ कौन कह होम टास्क मान गृह कार्य ठीक अच्छे प्ले कह आ गोटे कह होम टास्क ठीक अच्छे तापर 2 नंबर अच्छी टेल द 2 वेजिटेबल्स नेम दुईटी पनीपरिवार नाम तुम्हें कह ठीक अच्छे तुम्हें कह ये ब्रिंजाल ब्रिंजाल गोटे कह आ गोटे कह टमाटो ठीक अच्छे कि कहीपर पटाटो ठीक अच्छे केवल दुईट वेजिटेबल ना कहवाकू कहीपर अच्छी टेल 2 सीजन्स नेम दुईट ऋतुर नाम तुम्हें कह समर सीजन रेनी सीजन एमती कह 6टी सीजन अच्छी से दुईट सीजन नाम कह परवर्ती प्रश्न अच्छी टेल 2 कलर्स नेम यू लाइक द मोस्ट दुईट कलर नाम कह ठीक अच्छे दुईट कलर रंगर नाम व्हाइट कलर रेड कलर पिंक कलर येलो कलर ग्रीन कलर वायोलेट कलर एमती अनेक कलर अच्छी से दुईट कलर बा रंगर नाम कहपर अच्छी टेल 2 बर्ड्स नेम दुईट पक्षीर नाम पिला कह ठीक अच्छे 2 बर्ड्स तुम्हें कह हेन आ गोटे कह पिकॉक आ गोटे कह क्रो आ गोटे कह ओल एमती अनेक अच्छी केवल दुईट पक्षीर नाम कह ठीक अच्छे तापर अच्छी 2 फ्लावर्स नेम दुईट फूलर नाम ठीक अच्छे ये अच्छी अनेक फ्लावर अच्छी लोटस लिली जस्मिन एमती अनेक अच्छी से दुईट फूलर नाम कह ठीक अच्छे तापर परवर्ती प्रश्न अच्छे देखा श्रेणी चतुर्थ द्वितीय समाप्ति सूचक मान निर्धारण 2026 विषय गणित पुनःसंख्या 10 प्रश्न संख्या 10 ठीक अच्छे देखा प्रथम प्रश्न कौन अच्छी शिक्षक कलापटारे एक 4 अंक विशिष्ट संख्या लिखि संख्याटी को पढ़ा कहे 4 अंक विशिष्ट संख्याटी लिखी पे आउ पढ़ा कहे तुम पढ़ अभ्यास कर घरे क्यों संख्या देवे शिक्षक जे ताकू पढ़ तुम्हें 4 अंक विशिष्ट संख्या जेहेतु देवे 1000 संख्या देवे ठीक अच्छे केते हजार केते 100 एमती हम ठीक अच्छे तुम अभ्यास कहीपर परवर्ती प्रश्न अच्छी शिक्षक दुईटी समकोणीय समद्विबाहु त्रिभुज आकृतिर मोटा रंगीन कागज खंड दे ताकू जोड़ी रंबस आकृतिर क्षेत्र प्रस्तुति करने को निर्देश देवे अति सुंदर प्रश्न पिला माने तुम या टिके घरे टिके अभ्यास तुम्हें करिपार परवर्ती प्रश्न अच्छी 3474 संख्यार शतक और एकक अंक को अदल बदल कर नूतन संख्याटी केते हेबो यार अंक गुड़ी को अदल बदल कर तुम अभ्यास कर ठीक अच्छे तापर परवर्ती प्रश्न इंग्राजी बड़ अक्षर डब्ल्यू रे केतोटी सूक्ष्मकोण अच्छी डब्ल्यू रे केतोटी सूक्ष्मकोण अच्छी 3टी सूक्ष्मकोण अच्छी ठीक अच्छे परवर्ती प्रश्न त्रिभुजटीर परिसीमा बाहर कर पिला माने ठीक अच्छे उच्चता अच्छी 12 सेंटीमीटर कर्ण अच्छी 13 सेंटीमीटर भूमि अच्छी 5 सेंटीमीटर तेबे यार परिसीमा केते परिसीमा अर्थात ये सबू मिसाइब पिला माने
ଏସବୁ 12 ସେଣ୍ଟିମିଟର 13 ସେଣ୍ଟିମିଟର 5 ସେଣ୍ଟିମିଟରକୁ ମିଶାଇବ। ଠିକ୍ ଅଛି, ଏହା ହେବ ପରିସୀମା ହେବ 30 ସେଣ୍ଟିମିଟର। 30 ସେଣ୍ଟିମିଟର। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଯେକୌଣସି ଏକ ଭଗ୍ନାଂଶର ଚିତ୍ର ଦେଖାଇ ତାକୁ ଭଗ୍ନାଂଶରେ ପ୍ରକାଶ କରିବାକୁ କହିବ। ତାପରେ ଏଇଠି 3ଟି ଚିତ୍ର ଅଛି। ଠିକ୍ ଅଛି, ଏହାକୁ ଭଗ୍ନାଂଶରେ କେମିତି ହେବ ମୁଁ କହୁଛି। ପ୍ରଥମଟି ହେବ 1/4, 1/4। ଦ୍ୱିତୀୟଟି ହେବ, ଦ୍ୱିତୀୟଟି ମଧ୍ୟ 1/4 ହେବ। ଠିକ୍ ଅଛି, ଏବଂ ତୃତୀୟଟି ମଧ୍ୟ ଠିକ୍ ସେହିପରି ଅଛି 1/4। କିନ୍ତୁ ଏହାରୁ ଅନ୍ୟ ଏକ ଚିତ୍ର ମଧ୍ୟ ଦେଖାଇ ପାରନ୍ତି ପିଲାମାନେ। ତୁମେ ଟିକିଏ ଅଭ୍ୟାସ କରିବ। ଠିକ୍ ଅଛି, ଟିକିଏ ଅଭ୍ୟାସ କରିବ ତୁମେ କହିପାରିବ। ଠିକ୍ ଅଛି, ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଶିକ୍ଷକ କାଗଜରେ ଅଙ୍କା ଯାଇଥିବା ଏକ ରେଖାଖଣ୍ଡ ଦୈର୍ଘ୍ୟ ମାପିବାକୁ କହିବେ। ଗୋଟିଏ ରେଖାଖଣ୍ଡ ଥିବ ତାକୁ ମାପିବାକୁ କହିବେ ତୁମର ଶିକ୍ଷକ। ଠିକ୍ ଅଛି, ତୁମେ ମାପିବ। ଗୋଟିଏ ସ୍କେଲ୍ ଦେବେ, ତୁମେ ଅଭ୍ୟାସ କରିବ ଜିନିଷ କୌଣସି କେମିତି ମପାଯାଏ, ତାପରେ ସେଇଠି ତୁମେ ମାପିପାରିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ଏହି ମସିହା ଗୁଡ଼ିକ ମଧ୍ୟରୁ କେଉଁଟି ଅଧିବର୍ଷ? କେଉଁଟି ଅଧିବର୍ଷ? ଅତି ସୁନ୍ଦର ଉତ୍ତର। ଠିକ୍ ଅଛି, ଏଠାରେ କେବଳ ଗୋଟିଏ ମସିହା ଅଛି, ତାହା ହେଉଛି ଅଧିବର୍ଷ, ଏବଂ ତାହା ହେଉଛି 2004। 2004 ବୋଲି କହିବ। ଠିକ୍ ଅଛି। 8ଟି ଗାଈର ଗୋଡ଼ ମିଶି କେତୋଟି ହେବ? ପିଲାମାନେ 8ଟି ଗାଈର ଗୋଡ଼ ମିଶି କେତେ ହେବ? 32ଟି ଗୋଡ଼ ହେବ। ଏଇଠି କହିବ ତୁମେ 32ଟି ଗୋଡ଼ ହେବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ଏକ ବଗିଚାରେ ଲାଗିଥିବା ବିଭିନ୍ନ ଗଛ ସଂଖ୍ୟାକୁ ସଂକେତରେ ଦିଆଯାଇଛି। ଶିକ୍ଷକ ଯେକୌଣସି ଏକ ଗଛର ସଂଖ୍ୟା ପଚାରିବେ, ପିଲା ସଂକେତ ଦେଖି ସେ ଗଛ ସଂଖ୍ୟା କହିବେ। ଅତି ସୁନ୍ଦର ପ୍ରଶ୍ନ। ପିଲାମାନେ ଏଇଠି ଗୋଟିଏ ଏ ଯେଉଁ ଚିହ୍ନ ଅଛି, ଏଇ ଗୋଟିଏ ଚିହ୍ନର ମୂଲ୍ୟ ହେଉଛି 5ଟି ଗଛ। ଠିକ୍ ଅଛି, ତେବେ ଏଇଠି ଆମ୍ବ ଗଛ ଅଛି, 2ଟି ଚିହ୍ନ ଅଛି। କମଳା ଗଛ ଅଛି, କେତୋଟି ଚିହ୍ନ ଅଛି? 6ଟି ଚିହ୍ନ ଅଛି। ଲେମ୍ବୁ ଗଛରେ ଅଛି 4 ଗୋଟି ଚିହ୍ନ। ପିଜୁଳି ଗଛ ଅଛି 5 ଗୋଟି ଚିହ୍ନ। ଅର୍ଥାତ୍ ଗୋଟିଏ ଚିହ୍ନକୁ 5ଟି ଗଛ। ତୁମେ ହିସାବ କରି କହିବ ଯେ ଆମ୍ବ ଗଛ ଏଇଠି ଅଛି 10ଟି ଗଛ, କମଳା ଗଛ ଏଇଠି ଅଛି 30ଟି ଗଛ, ଲେମ୍ବୁ ଗଛ ଏଇଠି ଅଛି 20ଟି ଗଛ, ଲେମ୍ବୁ ଗଛ ଅଛି 20ଟି, ପିଜୁଳି ଗଛ ଅଛି 25ଟି ଅଛି। ଠିକ୍ ଅଛି, ମନେ ରଖିଥିବ। ସେଇଠି ତୁମକୁ ଶିକ୍ଷକ ପଚାରିବେ, ତୁମେ କହିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି। ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026 ଶ୍ରେଣୀ ଚତୁର୍ଥ ବିଷୟ ପରିବେଶ ଅଧ୍ୟୟନ ସାମାଜିକ ପାଠ ପୂର୍ଣ୍ଣ ସଂଖ୍ୟା 5 ପ୍ରଶ୍ନ ସଂଖ୍ୟା 5। ସୋନପୁରର 2ଟି ପଡ଼ୋଶୀ ଜିଲ୍ଲାର ନାମ ଲେଖ। ସୋନପୁରର 2ଟି ପଡ଼ୋଶୀ ଜିଲ୍ଲାର ନାମ କ'ଣ ପିଲାମାନେ? ତୁମେ କହିବ ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ବରଗଡ଼, ସମ୍ବଲପୁର, ଅନେକ ଅଛି। 2ଟି ପଡ଼ୋଶୀ ଜିଲ୍ଲାର ନାମ କହିବ। ପରବର୍ତ୍ତୀ ପ୍ରଶ୍ନ ଅଛି। ପକୁଡ଼ିର ମୂଳ ପଦାର୍ଥ କ'ଣ? ପକୁଡ଼ି କେଉଁଥିରୁ ତିଆରି? ଅର୍ଥାତ୍ ତୁମେ କହିବ ବେସନ ଆଉ ତେଲ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ବାଣ ଫୁଟାଇବା ସମୟରେ ତୁମ ହାତ ପୋଡ଼ିଗଲେ ତୁମେ କ'ଣ କରିବ? ବାଣ ଫୁଟାଇଲା ସମୟରେ ତୁମ ହାତ ପୋଡ଼ିଗଲେ କ'ଣ କରିବ? ପ୍ରଥମେ ହାତକୁ ଥଣ୍ଡା ପାଣିରେ ବୁଡ଼ାଇବ ଏବଂ ବରଫକୁ ସେକ ଦେବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ହିନ୍ଦୁମାନଙ୍କର ଧର୍ମଗ୍ରନ୍ଥଟିର ନାମ କ'ଣ? ଅନେକ ଧର୍ମଗ୍ରନ୍ଥ ଅଛି। ଠିକ୍ ଅଛି, ତୁମେ କହିବ ଗୀତା। ଠିକ୍ ଅଛି, କିମ୍ବା ତୁମେ କହିବ ମହାଭାରତ, କିମ୍ବା ତୁମେ କହିପାରିବ ବେଦ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ। ଜାତୀୟ ପତାକା ଉଡ଼ାଇବା ବେଳେ ତୁମେ କେଉଁ ନିୟମ ପାଳନ କର? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ତୁମେ ଗୋଟିଏ 2ଟା ତୁମେ ନିଶ୍ଚୟ କହିବ। ଅନେକ ଗୁଡ଼ିଏ ନିୟମ ରହିଛି ପିଲାମାନେ। ଠିକ୍ ଅଛି, ତୁମେ ଗୋଟିଏ 2ଟା ନିୟମ କହିବ। ମୁଁ କହୁଛି ଯେ ନାରଙ୍ଗୀ ରଙ୍ଗ ଉପରକୁ ରହିବ। ଠିକ୍ ଅଛି, କିମ୍ବା ତୁମେ କହିପାରିବ ଅନ୍ୟ ପତାକା ଠାରୁ ଜାତୀୟ ପତାକା ଉଚ୍ଚରେ ଉଡ଼ିବ। କିମ୍ବା ତୁମେ କହିପାରିବ କୌଣସି ପତାକା ଜାତୀୟ ପତାକାର ଡାହାଣ ପାର୍ଶ୍ୱରେ ଉଡ଼ିପାରିବ ନାହିଁ। ତାପରେ ତୁମେ କହିପାରିବ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉଡ଼ାଯାଇପାରିବ। କିମ୍ବା ତୁମେ କହିପାରିବ ନୀରବ ରହି ଜାତୀୟ ପତାକାକୁ ସମ୍ମାନ ଦେଖାଇବା। କିମ୍ବା ତୁମେ କହିପାରିବ ଜାତୀୟ ପତାକାକୁ ତଳେ ପକାଇବା ନାହିଁ। କିମ୍ବା ତୁମେ କହିପାରିବ ଜାତୀୟ ଶୋକ ଦିବସରେ ଅର୍ଦ୍ଧନମିତ କରି ଉଡ଼ାଯାଏ। କିମ୍ବା ତୁମେ କହିପାରିବ
ଚିରା କିମ୍ବା ଛିଣ୍ଡି ଯାଇଥିବା ଜାତୀୟ ପତାକାକୁ ଉଡ଼ାଇବା ନାହିଁ ଇତ୍ୟାଦି। ତୁମେ ଗୋଟିଏ ନିୟମ କହିଲେ ବି ତୁମକୁ ମାର୍କ ମିଳିବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026 ଶ୍ରେଣୀ ହେଉଛି ଚତୁର୍ଥ ବିଶ୍ୱ ପରିବେଶ ଅଧ୍ୟୟନ ବିଜ୍ଞାନ। ପ୍ରଶ୍ନ ସଂଖ୍ୟା 5 ପ୍ରଶ୍ନ ସଂଖ୍ୟା 5 ମୌଖିକ ପ୍ରଶ୍ନ। ଲଙ୍କା ଗଛ ମୂଳରେ କେଉଁ ପାଣି ଦେଲେ ପତ୍ର ମୋଚା ରୋଗ ହେବ ନାହିଁ? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି ପିଲାମାନେ, କେଉଁ ପାଣି ଦିଆଯାଏ? ପାଠରେ ପଢ଼ିଥିବେ ପିଲାମାନେ। ଠିକ୍ ଅଛି। ଏହାର ଉତ୍ତର ତୁମେ ଲେଖିବ ମାଛ ଧୁଆ ପାଣି। କ'ଣ? ମାଛ ଧୁଆ ପାଣି ଦେଲେ ପତ୍ର ମୋଚା ରୋଗ ହେବ ନାହିଁ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ତୁମେ ଦେଖିଥିବା ଗୋଟିଏ କ୍ଷତିକାରକ କୀଟର ନାମ କହ। ପିଲାମାନେ, ଅନେକ ଗୁଡ଼ିଏ କୀଟ ଲାଗିଥାଏ ଗଛମାନଙ୍କରେ। ଠିକ୍ ଅଛି। ଧାନ ଗଛ ହେଉ କିମ୍ବା ଲଙ୍କା ଗଛ ହେଉ କିମ୍ବା ବାଇଗଣ ଗଛ ହେଉ। ଠିକ୍ ଅଛି। ତୁମେ ସେଇ ଗୋଟିଏ କୀଟର ନାମ କହିବ। ଠିକ୍ ଅଛି। ଟିଙ୍କ। ଠିକ୍ ଅଛି ପିଲାମାନେ, ଆଉ ଅନେକ ପିଲାମାନଙ୍କ ମୁଣ୍ଡରେ ଉକୁଣି ମଧ୍ୟ ହୋଇଥାଏ, ତାହା ମଧ୍ୟ ଏକ କୀଟ। ଠିକ୍ ଅଛି। ଉକୁଣି ପରି କହିପାର, ଟିଙ୍କ କହିପାର, ଏମିତି ଅନେକ ରହିଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ଔଷଧୀୟ ଗୁଣ ଥିବା ଗୋଟିଏ ଉଦ୍ଭିଦର ନାମ କହ। ପିଲାମାନେ, ଔଷଧୀୟ ଗଛ ଥିବା ପ୍ରାୟ ଅନେକ ଲୋକମାନଙ୍କ ଦ୍ୱାରେ ରହିଛି ପିଲାମାନେ ତୁଳସୀ ଗଛ। ଠିକ୍ ଅଛି। ତୁଳସୀ ଗଛ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଦେଖିବା ପିଲାମାନେ, ଏଇଠି ଗୋଟେ ଚିତ୍ର ଅଛି ପିଲାମାନେ। ଠିକ୍ ଅଛି। ପ୍ରଶ୍ନ ଅଛି, ଉପରୋକ୍ତ ଚିତ୍ରରୁ ତୁମେ କେଉଁ ପ୍ରକାର ପ୍ରଦୂଷଣ ସୂଚନା ପାଉଛ? କେଉଁ ପ୍ରକାର ପ୍ରଦୂଷଣ? ପିଲାମାନେ, ଯେତେବେଳେ ଧୂଆଁ ଉଡ଼ୁଛି, ଏହା ଗୋଟେ କଳକାରଖାନା, ଅନେକ ଗୁଡ଼ିଏ କଳକାରଖାନାର ଚିତ୍ର। ଯେତେବେଳେ ଧୂଆଁ ଉଡ଼ୁଛି, ଏଥିରୁ ଯାହା ଜଣାପଡ଼ୁଛି ଯେ ବାୟୁ ପ୍ରଦୂଷଣ ହେଉଛି। ସେଥିପାଇଁ ତୁମେ କହିବ ବାୟୁ ପ୍ରଦୂଷଣ ହେଉଛି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଚିତ୍ରରେ ଥିବା ଖାଦ୍ୟରେ କେଉଁ ପୋଷକ ଅଛି? କେଉଁ ପୋଷକ? ପିଲାମାନେ, ଏଇଠି ଅଛି ଘିଅ। ଘିଅରୁ କେଉଁ ପୋଷକ ମିଳେ? କେଉଁ ସ୍ନେହସାର, କେଉଁ ଖାଦ୍ୟ ସାର ମିଳେ? ତୁମେ କହିବ ସ୍ନେହସାର। ଏଥିରୁ ସ୍ନେହସାର ପୋଷକ ମିଳିଥାଏ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।